କିଛି ବ୍ୟକ୍ତି ପାଇପାରନ୍ତିନି, କାରଣ କ'ଣ ପାଇଁ? ମୁଁ ତତେ ଗୋଟେ କଥା କହୁଛି ଶୁଣୁ, ଗୋଟେ କ୍ଲାସରେ ସମସ୍ତେ ପାଠ ପଢୁଛନ୍ତି, ଆଜ୍ଞା ସବୁ ପିଲା କାହିଁ ସମାନ ନମ୍ବର ରଖୁନାହାନ୍ତି? ତା କାରଣଟା କ'ଣ? ଇଏ ଯା ଇଏ ହଉଛି ସେଇଆ। ଆଜ୍ଞା ସମସ୍ତେ ଗୁରୁ କୃପା କେମିତି ପାଇବେ? ନିଜର କର୍ମ, ସମସ୍ତଙ୍କର କର୍ମ କ'ଣ ଠିକ ଅଛି? କାହା କର୍ମ ଭୁଲ ଥିବ, କାହା କର୍ମ ଠିକ ଥିବ। ଗୋଟେ କଥା ମୁଁ କହୁଛି ଶୁଣ, ଆମର ଶଙ୍କରାଚାର୍ଯ୍ୟ ଯେତେବେଳେ ତାଙ୍କ ଆଶ୍ରମରେ ଥିଲେ, ସବୁ ଶିଷ୍ୟମାନେ କହିଲେ ଯେ ସେ ଗୁରୁ ଆମର ପଦ୍ମପାଦକୁ ବେଶୀ ଭଲ ପାଉଛନ୍ତି, ଆମକୁ ଭଲ ପାଉନାହାନ୍ତି। ସେଇଠୁ ଗୁରୁ ଏକଥା ଶୁଣିଥିଲେ। ଦିନେ ଗୁରୁ ବିଦେଶ ଯାଇଥିଲେ, ବିଦେଶରୁ ଯେତେବେଳେ ଆସିଲେ ସେତେବେଳେ ସେ ତାଙ୍କ ଆଶ୍ରମ ସାମ୍ନାରେ ଗୋଟେ ଜ୍ୱର ଥିଲା। ସେ ଜ୍ୱର ସେପଟରୁ ଥାଇ ଯେତେବେଳେ ଡାକ ମାରିଲେ, ଶିଷ୍ୟମାନେ ସବୁ ଜ୍ୱର କରରେ ବୁଲିକି ଆସିଲେ ଗୁରୁଙ୍କ ପାଖକୁ। ପଦ୍ମପାଦ କିନ୍ତୁ ଏତେ ଭାବରେ ବିହଳ ହେଇଯାଇଥିଲା, ସେ ଜ୍ୱର ଉପରେ ପାଣି ଉପରେ ଚଢି ଚଢିକା ପଳେଇଆଇଲା। ଯେତେବେଳେ ପାଣି ଉପରେ ପଶିକି ଆସିଲା, ସେ ପାଦ ପକଉଛି, ତା ପାଦ ତଳେ ଗୋଟେ ଗୋଟେ ପଦ୍ମ ଫୁଲ ଫୁଟି ଉଠୁଛି। ସେ ଦୌଡ଼ିକି ଆସି ଗୁରୁଙ୍କ ପାଖରେ ପହଞ୍ଚିଲା। ତା ଅର୍ଥ ହଉଛି କ'ଣ? ଯେ ଅନ୍ୟମାନେ ଚାରିପଟରେ ବୁଲିକି ଆସିଲେ, କିନ୍ତୁ ସିଏ ଏତେ ଭାବ ବିହଳ ହେଇଥିଲା, ଯାଇକି ଗୁରୁଙ୍କ ପାଖରେ ପହଞ୍ଚିଗଲା ପାଣିରେ ବସିକି। ତେଣୁ ଏଇ ହଉଛି କ'ଣ, ଭାବ ଗୁଡ଼ିକ ସମସ୍ତଙ୍କର ସମାନ ନଥାଏ। ଚିତ୍ତ ଶୋଧନ ସମସ୍ତଙ୍କର ସମାନ ହେଇନଥାଏ। ତେଣୁ କେମିତି ସମସ୍ତେ ସମାନ ଗୁରୁ କୃପା ପାଇବେ? ନା ଯୋଉ ସଦ୍ଗୁରୁ ବାବା, ସଦ୍ଗୁରୁ ମାନେ ସେ ପ୍ରାରବ୍ଧ କର୍ମ ପୁଣ୍ୟ ଥିଲେ ମିଳେ, ନା ଭଗବାନଙ୍କ କୃପାରୁ ସଦ୍ଗୁରୁ ମିଳନ୍ତି? ନାଇଁ, କର୍ମ ପୁଣ୍ୟ କର୍ମ ଥିଲେ ତୁମେ ପାଇବ ସଦ୍ଗୁରୁ। ତୁମ କର୍ମ ବିଶୁଦ୍ଧ ଥିଲେ ସଦ୍ଗୁରୁଙ୍କୁ ପାଇବ। ସଦ୍ଗୁରୁ ତ ସମସ୍ତଙ୍କୁ ପ୍ରାପ୍ତି ହୁଅନ୍ତି ନାହିଁ। ନା, ହୁଅନ୍ତି ନାହିଁ। ଯେତିକି ଭିଡିଓ ଛାଡୁଛ ମୁଁ ସବୁ ଦେଖୁଛି, ଶୁଣୁଛି, ସଦ୍ଗୁରୁଙ୍କ କୃପା ବହୁତ ମହାନ। ହଁ, ତମେ ଯୋଉ ମୁଁ ଫୋନ କରିଥିଲି ମଝିରେ ଥରେ, ବାବା ଯୋଉ କହୁଥିଲେ ପ୍ରବଚନ ଦେବା ପାଇଁ ମଝିରେ ଥରେ ଆସିବା ପାଇଁ ହାବେଳେଶ୍ୱର, ଆମ ଘରଟା ହଉଛି ହାବେଳେଶ୍ୱର, ହଁ ହଁ ଏଇ ଯୋଉ ରାଘପୁର ନୂଆଗାଁ ପାଖରେ। ହଁ ହଁ ତମ ପ୍ରବଚନ ଶୁଣିଛି, ଯୋଉ ସଦ୍ଗୁରୁଙ୍କ ବିଷୟରେ ଯୋଉ କହୁଛ, ଗୁରୁ ହେଲେ ମହାନ। ହୁଁ କୋଟି କୋଟି ପ୍ରଣାମ ତୁମ ଚରଣରେ ବାବା। ତମକୁ ଦିନେ ମୁଁ ଥରେ ସ୍ୱପ୍ନରେ ଦେଖିଥିଲି। ହୁଁ ହୁଁ ଆଉ ମୁଁ ସଂସାର ଭିତରେ ବୁଡୁଛି, ମୋ ମୁଣ୍ଡର ବାଳଟାକୁ ତମେ ଉଠଉଛ ପୁରା ଉପରକୁ। ଆଚ୍ଛା। ଜାଣିପାରିଲେ ମୁଁ ଯେତେବେଳେ ସଂସାର ଜଞ୍ଜାଳ ମତେ ବୁଡେଇବାକୁ ଚାହୁଁଛି, ସେତେବେଳେ ମତେ ଗୁରୁ ଉଠଉଛନ୍ତି। ହୁଁ ହୁଁ ଆଉ ମୁଁ ସେ ଗୁରୁଙ୍କ ବିଷୟରେ ମୁଁ ଦୀକ୍ଷା ନେଇଛି। ମୋର ସେ ଗୁରୁ ସାଇବାବା, ଶିରିଡି ସାଇବାବା। ହୁଁ ସଦ୍ଗୁରୁଙ୍କ ବିଷୟରେ ମୁଁ ସବୁ ତ ଶୁଣୁଛି, ସବୁ ତ ଡିଟେଲ, ସବୁ ଯୋଉରା ଜ୍ଞାନ ଦଉଛନ୍ତି ଆପଣ, ନା ସଦ୍ଗୁରୁଙ୍କ ହଉଛି ମହାନ। ହୁଁ ହୁଁ ଭଗବାନ କରିପାରିବେନି, ସଦ୍ଗୁରୁ କରିଦଉଛନ୍ତି। ହଁ ହଁ, ଏଇଟା ସତ। 12 ବର୍ଷ କଲି ଗୁରୁ ସେବା, ଗୁରୁ କହିଲେ କିଛି ଦେବା। ହୁଁ ମୁଁ ଯେତେବେଳେ ଦ୍ୱନ୍ଦ୍ୱରେ ଫସିଯାଏ, ସେଟା ସଦ୍ଗୁରୁଙ୍କୁ ସ୍ମରଣ କରେ, ମୁଁ କୋଉ ଦିଗରେ ଯିମି, ସେ ହୁଁ ସ୍ୱପ୍ନରେ ନିର୍ଦ୍ଦେଶ କରିଦିଅନ୍ତି। ହୁଁ ହୁଁ କିନ୍ତୁ ସଦ୍ଗୁରୁଙ୍କୁ ଯିଏ ଦୃଢ ଭାବରେ ଭକ୍ତିରେ ବାନ୍ଧି ପାରିଲେ, ସେ କୃପା ପାଇବ। ହୁଁ ହୁଁ ନା ବା କ'ଣ? ନା, ଏଇଟା ସତ। ଆଉ ସଦ୍ଗୁରୁ ପାଇବାକୁ ହେଲେ ସେ ଯୋଉ ବାଟରେ ବତଉଛନ୍ତି, ସେଇ ବାଟରେ ଯିବାକୁ ପଡିବ। ହୁଁ ବାବା, ମୁଁ ବହୁତ ସଂସାର ଭିତରେ ମୁଁ ଅଛି, କିନ୍ତୁ ବହୁତ ଚେଷ୍ଟା କରିଥିଲି ଯିମି ବୋଲି, ସଂସାର ଛାଡିକି ପଳେଇମି। ବହୁତ ଭକ୍ତି ଭାବରେ ଗୁରୁଙ୍କୁ ଭକ୍ତି, କିନ୍ତୁ କହିଲେ ନା, ଏଇখানে ସଂସାର ଭିତରେ ଛାଡି ଯାଇପାରିବୁନି, ସଂସାର କରିକି ଆସିବୁ, ତାପରେ ଯିବୁ। ହୁଁ ହୁଁ ଆଉ ତମ ଭିଡିଓ ତ ସବୁ ମାନେ ସବୁ ଗୋଟେ ଗୋଟେ ବହୁତ ଭିଡିଓ ମୁଁ ଶୁଣିଛି। ହୁଁ ହଁ, ବହୁତ ମାନେ ଅମୂଲ୍ୟ ସବୁ ବାଣୀ ଛାଡୁଛନ୍ତି ହୁଁ ଗୁରୁଙ୍କ ବିଷୟରେ। ଗୁରୁଙ୍କ ହଉଛି ମହାନ। ବାବା, ଆହୁରି ମୋ କୋଶ୍ଚିନ୍ ସବୁ ଅଛି, ଅନେକ କୋଶ୍ଚିନ୍ ମନ ଭିତରେ ଅଛି ତ। ଯୋଉ ବ୍ରହ୍ମ ଯଦି ଏକ ହେଲା, ବାବା ଜାଣିଲ ନା, ହୁଁ ହୁଁ ଯଦି ବ୍ରହ୍ମ ଯଦି ଏକ, ତାହେଲେ ମୁଁ ବ୍ରହ୍ମରୁ ମୁଁ କ'ଣ ଅଲଗା କି? ମୁଁ ସେ ବ୍ୟକ୍ତି, ମୁଁ ତ ଅଲଗା ନୁହେଁ। ତାହେଲେ ଜଣେ ଯଦି ମତେ ଗାଳି ଗୁଲଜ କରୁଛି, ସିଏ ତ ସେ ବ୍ରହ୍ମର ଲୋକ। ହୁଁ ତାହେଲେ ମୁଁ ନିନ୍ଦା ଅପମାନ ସିଏ ଯଦି କହୁଛି, ମୁଁ ତାହେଲେ ସେଇ ଯୋଉ ଜ୍ଞାନଟା ଦେଇଛନ୍ତି ମୋର, ସେ ସଦ୍ଗୁରୁ ଦେଇଛନ୍ତି, ସିଏ ଯଦି ଗାଳି ଗୁଲଜ କରୁଛି, ତାହେଲେ ତୁ ସହିଯା। ସେଠି ବି ମୁଁ ଅଛି, ନିନ୍ଦା ଭିତରେ ମୁଁ ଅଛି, ପ୍ରଶଂସା ଭିତରେ ଅଛି। ଜଣେ ନିନ୍ଦା ଯଦି ମୋର କରୁଛି, ତାହେଲେ ମୁଁ ସେଠି କ୍ରୋଧ କରିବି କି ନାହିଁ, ନା ଶାନ୍ତି ରହିବି ସେ ନା, ସମୟରେ? ଏ ସହିବାଟା ଏତେ ସହଜ ନୁହେଁ। ଏ ସହିବାଟା ଏତେ ହଁ ସହଜ ନୁହେଁ। ଆମର ଭାଗବତରେ କ'ଣ କହିଛି ଶୁଣୁ? ଦୁର୍ଜନ କୁବଚନ ବାଣୀ
ମର୍ମ ବିଦାରେ ତତକ୍ଷଣେ ଶରୀର ବହି ଏ ସଂସାରେ କେଚିତ ଧରି ପାରେ ସ୍ଥିରେ। ତେଣୁ ଦୁର୍ଜନ କୁବଚନ ବାଣିକି ସହିବାଟା ଏତେ ସହଜ ନୁହେଁ। ଗୁରୁଙ୍କ କୃପା ହେଲେ ତମର ସହିବା ଶକ୍ତି ବଢିବ। ଠିକ ବାବା ଠିକ କହିଛନ୍ତି। ଗୁରୁ ଗୁରୁ କୃପା ଠିକ ମାନେ ସହିବା ଶକ୍ତି ହବ। ବହୁତ ବାବା ଚେଷ୍ଟା କରିଥିଲି ଇନ୍ଦ୍ରିୟ ମାନଙ୍କୁ ଦମନ କରିବା ପାଇଁ। ଇନ୍ଦ୍ରିୟ ଏତେ ଦୁର୍ଦାନ୍ତ, ବହୁତ ମାନେ ତୁ ଦମନ କଲେ ପାରିବୁନୁ। ଗୁରୁଙ୍କ ଆଶୀର୍ବାଦରୁ ଦମନ ହବ। କେବଳ ଗୁରୁ ଉପରେ ନିର୍ଭର କର, ତାଙ୍କୁ ସମର୍ପଣ କର, ଗୁରୁ କରିଦେବେ। ତୁ କାହିଁକି ତୁ ସବୁ କାମ ଗୁଡାକ ନିଜ ଉପରକୁ କାହିଁକି ନଉଛୁ? ନା ନା, ଗୋଟେ କଥା ମୁଁ ବୁଝେଇ ଦଉଛି ଶୁଣୁ। ଗୋଟେ ମାଙ୍କଡ ଛୁଆ, ଗୋଟେ ବିଲେଇ ଛୁଆ ଆଜ୍ଞା। ହେଲା। ମାଙ୍କଡ ଛୁଆ କିଏ କାହାକୁ ଧରିଛି? ଛୁଆ ଟା ମାଙ୍କଡକୁ ଧରିଛି। ବାସ ପଡିଗଲେ ଦାୟୀ କିଏ? ଛୁଆର ଦାୟୀ। ବା ବିଲେଇ ଛୁଆ କିଏ କାହାକୁ ଧରିଛି? ବିଲେଇ କିନ୍ତୁ ଛୁଆକୁ ଧରିଛି। ବାସ ପଡିଗଲେ ଦାୟୀ କିଏ? ପଡିଗଲେ ଛୁଆ ଦାୟୀ। ମା ଦାୟୀ। ମା ଦାୟୀ ହଁ। ଆଚ୍ଛା, ତେଣୁ ସେଇଭଳି ପ୍ରକାରର କଥା ଶୁଣୁ, ଯେ ବିଲେଇ ଛୁଆ କଣ କରିଛି ନା ସେ ମା କୁ ସମର୍ପଣ କରିଦେଇଛି। ମୁଁ ତତେ ମୋ ଦେହକୁ ସମର୍ପଣ କରିଦେଲି, ତୁ ପକେଇଲେ ପକେଇବୁ, ତୁ ମାରିଲେ ମାରିବୁ, ସେ କଥା ତୁ ବୁଝିବୁ ହେଲା। ହୁଁ କିନ୍ତୁ ହୁଁ ମାଙ୍କଡ ଛୁଆ କହୁଛୁ କଣ, ନା ନା ମୁଁ ହଉଛି ମାନେ ବାଣିଆ, ମୁଁ ଧରିଛି ମା କୁ। ତେଣୁ ପଡିଗଲେ ମାଙ୍କଡ ଛୁଆ ଦାୟୀ। ତୁ ବର୍ତ୍ତମାନ ସେଇ ମାଙ୍କଡ ଛୁଆ କଥାଟା କହୁଛୁ, ମୁଁ ଇନ୍ଦ୍ରିୟକୁ ଦମନ କରିବି। ତୁ କଣ ଇନ୍ଦ୍ରିୟକୁ ଦମନ କରିବୁ? ତୁ ସମର୍ପଣ କରିଦେ ସଦ୍ଗୁରୁଙ୍କୁ। ହଁ। ସଦ୍ଗୁରୁ ଦମନ କରିଦେବେ, ତାଙ୍କ ଉପରେ ନିର୍ଭର କର। ଆଚ୍ଛା ବାବା, ଯୋଉ ଆମ ଶରୀର ଭିତରେ ଯୋଉ ଇନ୍ଦ୍ରିୟ ମାନ ଅଛନ୍ତି, ହୁଁ। ସମସ୍ତଙ୍କ ଶରୀରର ଇନ୍ଦ୍ରିୟ ଅଲଗା ଅଲଗା କି ନା ଏକା? ଇନ୍ଦ୍ରିୟ ତ 5 ପ୍ରକାରର। ଇନ୍ଦ୍ରିୟ ଅଲଗା ଅଲଗା ନୁହେଁ, ଏକା କେମିତି ହବ? ନା ମୋ ଭିତରେ ଯୋଉ ଇନ୍ଦ୍ରିୟ ଅଛି ଆଉ ସମସ୍ତଙ୍କ ଭିତରେ ସମାନ। ସମାନେ। ହଁ ତାହେଲେ ମନଟା ହଉଛି ବିଚାର ହଉଛି ଅଲଗା। ହଁ। ଓହୋ। ମନ ବିଚାର ଗୁଡାକ ଅଲଗା। ମୁଁ ବହୁତ ଥର ଚେଷ୍ଟା କରିଛି ଇନ୍ଦ୍ରିୟକୁ ଦମନ କରିବା ପାଇଁ। ଦେଲେ ମୋର ଗୁରୁ ବ୍ରହ୍ମ ଜ୍ଞାନ ଦେଲେ। ଯୋଉ ବ୍ରହ୍ମ ଜ୍ଞାନ ହଉଛି, ତୁ ଜାଣେ ଯେ ତୁ ବ୍ରହ୍ମର ଅଂଶ, ତୁ ଶରୀର ନୁହେଁ। କିନ୍ତୁ ଆତ୍ମାରେ ମୁଁ ରହିକି କାର୍ଯ୍ୟ କଲା ବେଳକୁ ଏ କଥା ଶୁଣୁ, ତୋ ଗୁରୁ ତତେ ଯାହା ଦେଇଛନ୍ତି ଠିକ ଦେଇଛନ୍ତି, ପ୍ରାକ୍ଟିକାଲ ଜ୍ଞାନ ତୋର ନାହିଁ। ଯାହା ଫଳରେ କି ସେଟା ହେଇପାରୁନି। ଖାଲି ଥିଓରି ଯାହା ଶୁଣିଛୁ, କିନ୍ତୁ ପ୍ରାକ୍ଟିକାଲ ନାହିଁ ତୋ ପାଖରେ। ପ୍ରାକ୍ଟିକାଲ ଥିଲେ ସେଗୁଡା ସବୁ। ତୁ ପ୍ରାକ୍ଟିକାଲ କର, ସାଧନା କର, ଜ୍ଞାନ ସାଧନା କର। ଗୁରୁ ଯଦି ଜ୍ଞାନ ସାଧନା, ଶୁଣୁ, ଗୁରୁ ଯଦି ଜ୍ଞାନ ସାଧନା ଦେଇଥିବେ, ତାହେଲେ ସାଧନା କର। ଆଜ୍ଞା। ହଁ, ସାଧନା କଲେ ସବୁ ହେଇଯିବ। ତୁ କଣ ଇନ୍ଦ୍ରିୟକୁ ଦମନ କରିବୁ? କେମିତି ଦମନ କରିବୁ? ନା ଇନ୍ଦ୍ରିୟକୁ ଦମନ କରିହେବନି, ବହୁତ ଦୁର୍ଦାନ୍ତ ଇନ୍ଦ୍ରିୟ ମାନ। ମୋଟେ ସମ୍ଭବ ନୁହେଁ। ବିନା ସାଧନାରେ ଇନ୍ଦ୍ରିୟ ଦମନ କେବେ ସହଜ? ନାଇଁ। ଗୁରୁଙ୍କୁ କେବଳ ସମର୍ପଣ କରିକି ସାଧନା କର। ତମେ ସାଧନାରେ ବସ, ଗୁରୁଙ୍କ ଆଶୀର୍ବାଦ ଦେଲେ ଦମନ ହବ। ଯୁଆଡେ ବୁଝିପାରୁଛୁ ନା? ବାବା ଗୋଟେ ଯୁଆଡେ। କଥା ମୁଁ କହୁଛି ଶୁଣୁ, ଗୋଟେ କଥା। ଆଜ୍ଞା ଗୋଟେ କୁହନ୍ତୁ। କଥା ଅଛି, ସଂସାରେ କେବା ଜନ ଅଛି, ଯୁବତୀ ମାୟାରୁ ତରିଛି, ବିନାଶ ପ୍ରଭୁ ଭଗବାନ, ନାରୀଙ୍କୁ ନ ଜିତିଲା ନ। ବୁଝିପାରୁଛୁ ନା? ଆଜ୍ଞା ପ୍ରଭୁଙ୍କ ବ୍ୟତୀତ ନାରୀକୁ କେବେ ତୁ କେବେ କହିବୁ ନାରୀକୁ ଜିତି ପାରିବୁ? କଶ୍ମି କାଳେ ପାରିବୁନୁ। ବାବା ଆଉ ଗୁରୁ ଗୋଟେ। ଗୁରୁ ଯଦି ଆଶୀର୍ବାଦ କରିବେ, ତୁ ଜିଣିବୁ। ବାବା ଆଉ ଗୋଟେ ପ୍ରଶ୍ନ ମୋର ଅଛି। ତୋ ଗୁରୁ ମନଟା ଭାରି ଚଞ୍ଚଳ। ଭାରି ଚଞ୍ଚଳ। ତୁ କଣ କହୁଛୁ? କି ସଦ୍ଗୁରୁ କରୁଛୁ ମୁଁ ତ ଜାଣିପାରୁନି। ତୁ ସଦ୍ଗୁରୁ କରୁଛୁ, ଏତେ ଚଞ୍ଚଳ କଣ ତୋ ମନ? ତୁ ତ ମନକୁ ସ୍ଥିର କରିପାରୁନୁ, ଇନ୍ଦ୍ରିୟ ଦମନ କରିବୁ, ଅମକ କରିବୁ, ବଡ ବଡ କଥା ଗୁଡାକ ମତେ କହୁଛୁ। ଆଁ? ଆଜ୍ଞା ତୋ ମନଟା ଗୋଟେ ସ୍ଥିର ନାହିଁ। ମନ ସ୍ଥିର, ମୁଁ କଥାଟା କହୁଛି, ତୁ ମାଡି ବସିକି ତାକୁ ଭାଙ୍ଗି ଦଉଛୁ ମଝିରୁ। ଆଜ୍ଞା କୁହନ୍ତୁ କୁହନ୍ତୁ କୁହନ୍ତୁ। ନା ନା, ତୋ ମନଟା ମୋଟେ ସ୍ଥିର ନାହିଁ। ତୁ ଗୁରୁ କଣ କରୁଛୁ? ତୁ ସଦ୍ଗୁରୁ ଯାହାକୁ କରିଛୁ, କହୁଛୁ ସଦ୍ଗୁରୁ ବୋଲିକି, ତାଙ୍କ କୃପା ତୋ ଉପରେ ହେଇନାହିଁ। ଆଉ ତୁ ଗୁରୁ ସେବା କର, ଯାଇପାର। ରଖ। ତୁ ତ ନା ଗୋଟେ କିଛି ଜାଣିନୁ, ଏଗୁଡାକ କି କଥା?